କ'ଣ ଆପଣମାନେ ଜାଣିଛନ୍ତି କି ମନ୍ଥୋଦରୀ ଥିଲେ ରାବଣର ସବୁଠାରୁ ବଡ଼ ଶତ୍ରୁ? କାରଣ ସେ ଜାଣିଥିଲେ ରାବଣର ମୃତ୍ୟୁ ନିଶ୍ଚିନ୍ତ, କିନ୍ତୁ କେହି ତାଙ୍କ କଥା ଶୁଣୁନଥିଲେ। ସେ ଥିଲେ ବିଶ୍ରବା ମୁନିଙ୍କ କନ୍ୟା ଏବଂ ଜ୍ୟୋତିଷରେ ପାରଙ୍ଗମା। ସେ ରାବଣକୁ ବାରମ୍ବାର ସାବଧାନ କରିଥିଲେ କି ସୀତାଙ୍କୁ ସ୍ପର୍ଶ କଲେ ତୁମର ମୃତ୍ୟୁ ନିଶ୍ଚିନ୍ତ ହେବ। ମନ୍ଥୋଦରୀ ରାମକୁ ଜାଣିଥିଲେ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ। ସେ ରାବଣକୁ କହିଥିଲେ କି ରାମ ତୁମର ଶତ୍ରୁ ନୁହନ୍ତି, ବରଂ ସେ ତୁମର ମୁକ୍ତିଦାତା। ସେ ସୀତାଙ୍କୁ ଗୋପନେ ଫେରାଇ ଦେବାକୁ ରାବଣକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ରାବଣ ନ ମାନିବାରୁ ସେ କାନ୍ଦିକରି କହିଥିଲେ ଏହି ଯୁଦ୍ଧ ଲଙ୍କାକୁ ନାଶ କରିଦେବ। ରାମ ଜାଣିଥିଲେ କି ମନ୍ଥୋଦରୀ ଏକ ସତୀ ସ୍ତ୍ରୀ ଏବଂ ତାଙ୍କ ମନ ଥିଲା ପବିତ୍ର। ଯେତେବେଳେ ମନ୍ଥୋଦରୀ ରାମଙ୍କର ପାଦରେ ପଡ଼ିଲେ, ରାମ କହିଥିଲେ ତୁମେ ମୋ ମାତୃତୁଲ୍ୟ, ତୁମର କୌଣସି ଦୋଷ ନାହିଁ। ମନ୍ଥୋଦରୀ ଥିଲେ ଏକମାତ୍ର ନାରୀ ଯେ ରାବଣ, ରାମ ଏବଂ ବିଭୀଷଣ ତିନି ଜଣଙ୍କର ମନ କଥା ଜାଣିଥିଲେ ଏବଂ ପୁରାଣ କହେ ସେ ପରବର୍ତ୍ତୀ ଜନ୍ମରେ ସୀତାଙ୍କ ଭଉଣୀ ଭାବେ ଜନ୍ମ ନେଇଥିଲେ। କିନ୍ତୁ ଆପଣମାନେ କ'ଣ ଜାଣିଛନ୍ତି କି ମନ୍ଥୋଦରୀ ରାମକୁ ଶେଷରେ କ'ଣ ବର ମାଗିଥିଲେ? ଏହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହା ଆମେ ପରବର୍ତ୍ତୀ ଭିଡ଼ିଓରେ ଜାଣିବା।